ଆଜ୍ଞା ଦେଖିପାରୁଛନ୍ତି ନା ମୋ ଚୁଟି ଗୁଡାକ ସବୁ ପାଚିଗଲାଣି। ମୁଁ ବର୍ତ୍ତମାନ ତାକୁ ଲୁଚେଇବା ପାଇଁ ଆଣିଛି କଳା। ଯେ କଳା ମାରି ଦେଇକି ବର୍ତ୍ତମାନ ସେ ଚୁଟିଟାକୁ ଲୁଚେଇ ଦେବି। କିନ୍ତୁ ମୁଁ ଯେତେ ବି କଳା ମାରିକି ଲୁଚାଏ ଧଳାଟା ସବୁବେଳେ ଧଳା ହେଇକି ରହିଯିବ। କ୍ଷଣସ୍ଥାୟୀ ପାଇଁ ମୁଁ ତାକୁ କଳା କରିପାରିବି କିନ୍ତୁ ତାକୁ ସବୁଦିନ ପାଇଁ ଲୁଚେଇ ପାରିବି। ସେମିତି ଆମମାନଙ୍କର ଇଜ୍ଜତ ଯେତିକା ବେଳେ ଗୋଟେ ମଣିଷର ତା ଇଜ୍ଜତ ତଳେ ପଡିଯାଏ ନା ଆପଣ ତାକୁ କେତେ ବି କଭର କରିବା ପାଇଁ ଚେଷ୍ଟା କରନ୍ତୁ ଲାଇଫ ଲଙ୍ଗ ସିଏ ଆପଣଙ୍କ ପିଛା ଛାଡେନି। ସିଏ ଆପଣଙ୍କ ସହିତ ସେମିତି ଥାଏ ଯେମିତି ଇଏ ଧଳା ଚୁଟି। ମୁଁ ତାକୁ କେତେ ବି କଳା କରେ ସିଏ 2.5 ଦିନ ପାଇଁ କଭର ରହିବ। 2.5 ଦିନ ପରେ ପୁଣି ତା ରଙ୍ଗ ଦେଖେଇବା ଷ୍ଟାର୍ଟ କରିଦବ। ତେଣୁକରି ସବୁବେଳେ ନିଜର ସେଲ୍ଫ ରେସ୍ପେକ୍ଟକୁ ରେସ୍ପେକ୍ଟ ଦିଅନ୍ତୁ। ସବୁବେଳେ ନିଜ ଇଜ୍ଜତକୁ ରେସ୍ପେକ୍ଟ ଦିଅନ୍ତୁ। ନିଜ ଇଜ୍ଜତକୁ ତଳେ ପକେଇବାକୁ ଦିଅନ୍ତୁନି। କାହିଁକି ନା ଥରେ ତଳେ ପଳିଗଲେ ଆଉ ସେକେଣ୍ଡ ଟାଇମ ଆପଣ ତାକୁ ରିକଭରି କରିପାରିବେ। ସକାଳୁ ସକାଳୁ ଦେଖିପାରୁଛନ୍ତି ନା କହୁଛି ଏଇଭଳିଆ କିଛି ମୌସମ ଅଛି। ବାକି ଇଏ ଆମର ଏକ୍ଜିବିସନ ଟା। ହାय ହ୍ୟାଲୋ ଫ୍ରେଣ୍ଡ ଜୟ ଜଗନ୍ନାଥ। କେମିତି ଅଛନ୍ତି ଆଶା କରୁଛି ବହୁତ ବଢିଆ ଥିବେ। ସବୁବେଳେ ଭାଇଟାକୁ ସପୋର୍ଟ କରୁଥିବେ। 90 ଦିନର ଚ୍ୟାଲେଞ୍ଜ ଭିତରେ ଆଜି 10 ଦିନ। ବାକି ଆପଣ ମାନଙ୍କର ସପୋର୍ଟ ଭଲ ପାଇବା ସବୁବେଳେ ଏମିତି ଥାଉ। ଜୟ ଜଗନ୍ନାଥ। ଭଲରେ ଥାନ୍ତୁ, ଖୁସିରେ ଥାନ୍ତୁ, ଏନ୍ଜୟ କରିଥାନ୍ତୁ। ନିଜ ଇଜ୍ଜତକୁ ନିଜ ହାତରେ ସବୁବେଳେ ରଖିଥାନ୍ତୁ। ଜୟ ଜଗନ୍ନାଥ।